ସ୍କନ୍ଦ ପୁରାଣର ପୁରୁଷୋତ୍ତମ ମହାତ୍ମ୍ୟର ପଞ୍ଚମ ଅଧ୍ୟାୟରେ ଉତ୍କଳ ଦେଶର ଭବ୍ୟ ରୂପର ପରିଚୟ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଏକ ତୀର୍ଥଯାତ୍ରୀ ଠାରୁ ପୁରୁଷୋତ୍ତମଙ୍କର ମହିମାକୁ ଶ୍ରବଣ କରି ପୁରୋହିତଙ୍କର ଭାଇଙ୍କୁ ସେଠାକୁ ଯିବାର ପ୍ରସ୍ତୁତି, ତାଙ୍କର ନୀଳାଚଳର ସମୀପ ଶବରଙ୍କର ସହିତ ବାର୍ତ୍ତାଳାପ ଅଧ୍ୟାୟକୁ ଆମେ ଉପସ୍ଥାପନ କରିବା। ତେବେ ମୁନିମାନେ ପଚାରିଲେ, ହେ ଦ୍ୱିଜଶ୍ରେଷ୍ଠ, ଯେଉଁଠାରେ କାଷ୍ଠ ପ୍ରତିମାର ରୂପରେ ସାକ୍ଷାତ୍ ଭଗବାନ ନାରାୟଣ ବିରାଜମାନ, ଏହି ପୁରୁଷୋତ୍ତମ କ୍ଷେତ୍ର କେଉଁ ଦେଶରେ ବିରାଜିତ? ଜୈମିନୀ ଋଷି କହିଲେ, ଉତ୍କଳ ଅର୍ଥାତ୍ ଓଡ଼ିଶା ନାମରେ ପ୍ରସିଦ୍ଧ ଏକ ପରମ ପାବନ ଦେଶ, ଯେଉଁଠାରେ ଅନେକ ଦେଶ, ଅନେକ ତୀର୍ଥ, ଅନେକ ପବିତ୍ର ଦେବ ମନ୍ଦିର ରହିଛନ୍ତି। ଏହି ପ୍ରଦେଶ ଦକ୍ଷିଣ ସମୁଦ୍ର ତଟରେ ବିରାଜିତ ଅଟନ୍ତି। ଏଠାରେ ରହୁଥିବା ମନୁଷ୍ୟ ସଦାଚାରର ଆଦର୍ଶ ଅଟନ୍ତି। ଏଠାକାର ବ୍ରାହ୍ମଣ ଉତ୍ତମ ଆଚାର, ଉତ୍ତମ ବ୍ୟବହାର, ସ୍ୱାଧ୍ୟାୟ ସମ୍ପୂର୍ଣ୍ଣ ହୋଇ ଯଜ୍ଞ କର୍ମରେ ସଂଲଗ୍ନ ରହିଥାନ୍ତି। ସୃଷ୍ଟିର ଆଦିରେ ଯଜ୍ଞ ଓ ବେଦାଧ୍ୟୟନ ପ୍ରବୃତ୍ତି ଏହିଠାରୁ ହିଁ ହୋଇଥାଏ। ଏଠାକାର ନିବାସୀ ବ୍ରାହ୍ମଣ ବେଦଶାସ୍ତ୍ରର ପ୍ରବର୍ତ୍ତକ ଅଟନ୍ତି। ଏହି ଦେଶକୁ 18 ବିଦ୍ୟାର ନିଧି ବୋଲି ମଧ୍ୟ କୁହାଯାଇଛନ୍ତି। ତ ଏଠାରେ ଭଗବାନ ନାରାୟଣଙ୍କର ଆଜ୍ଞାରେ ଘରେ ଘରେ ମା ଲକ୍ଷ୍ମୀଙ୍କର ନିବାସ ହୋଇଛନ୍ତି। ଏହି ଦେଶର ନିବାସୀ ମନୁଷ୍ୟ ଲଜ୍ଜାଶୀଳ, ବିନୟୀ, ଚିନ୍ତା ରୋଗରୁ ରହିତ, ପିତାମାତାଙ୍କର ସେବକ, ସତ୍ୟବାଦୀ ତଥା ବିଷ୍ଣୁଭକ୍ତ ଅଟନ୍ତି। ଏଠାରେ ଏମିତି କୌଣସି ପୁରୁଷ ନାହିଁ ଯିଏକି ବିଷ୍ଣୁ ଭଗବାନଙ୍କର ଭକ୍ତ ହୋଇନଥିବେ ଏବଂ ଆସ୍ତିକ ହୋଇନଥିବେ। ଏହି ଦେଶର ସମସ୍ତ ଲୋକ ପରୋପକାରୀ, ଲୋଭୀ, ଦୁଷ୍ଟ, ଶଠ ମନୁଷ୍ୟକୁ ଏଠାରେ ଦେଖିବା ଭାରି କଠିନ। ଏହି ଦେଶର ଲୋକ ଦୀର୍ଘଜୀବୀ ଅଟନ୍ତି। ସ୍ତ୍ରୀମାନେ ପତିବ୍ରତା, ସୁଶୀଳା, ଧର୍ମପରାୟଣା, ଲଜ୍ଜା ଏବଂ ସଦାଚାରରେ ବିଭୂଷିତ, ରୂପବତୀ, ଗୁଣବତୀ, ଲାବଣ୍ୟବତୀ, ସବୁ ପ୍ରକାରର ଆଭୂଷଣରେ ଅଳଙ୍କୃତ ତଥା କୁଳ, ଶୀଳ, ବ୍ୟୟ ଅନୁସାରେ ଆଚାର ବିଚାରର ପାଳନକାରୀ ଅଟନ୍ତି। ଏଠାକାର କ୍ଷତ୍ରିୟମାନେ ମଧ୍ୟ କର୍ତ୍ତବ୍ୟର ପାଳନ କରନ୍ତି। ପ୍ରଜା ରକ୍ଷା କରିବାରେ ସମସ୍ତେ ଦୀକ୍ଷିତ, ଦାନ ଦେବାରେ ଉଦାର, ସମସ୍ତ ଶାସ୍ତ୍ରର ଜ୍ଞାନର ନିପୁଣ, ସର୍ବଦା ଅଧିକ ଦକ୍ଷିଣାଯୁକ୍ତ ଯଜ୍ଞର ଅନୁଷ୍ଠାନକାରୀ ଅଟନ୍ତି। ତାଙ୍କର ଯଜ୍ଞ ବେଦୀ ସବୁବେଳେ ପ୍ରଜ୍ୱଳିତ, ସୁବର୍ଣ୍ଣ ଭୂଷିତ ଯୂପ ଶୋଭା ପାଉଥାଏ। ତାଙ୍କ ଘରକୁ ଆସୁଥିବା ଅତିଥିମାନେ ନିଜର କାମନାରୁ ଅଧିକ ବସ୍ତୁକୁ ଦେଇ ସନ୍ତୁଷ୍ଟ କରୁଥାନ୍ତି। ଉତ୍କଳର ବୈଶ୍ୟମାନେ ମଧ୍ୟ କୃଷି, ବାଣିଜ୍ୟ ଏବଂ ଗୋରକ୍ଷାର ବୃତ୍ତିରେ ସ୍ଥିତ ଅଟନ୍ତି। ସେ ନିଜର ଭକ୍ତି ଓ ଧନରେ ଦେବତା, ଗୁରୁ, ବ୍ରାହ୍ମଣକୁ ସେ ତୃପ୍ତ କରୁଥିଲେ। ଜଣକ ଘରକୁ ଆସୁଥିବା ଯାଚକକୁ ଅନ୍ୟ ଏକ ଘରକୁ ଯିବାର ଆବଶ୍ୟକତା ପଡ଼ୁନଥିଲା। ଏହି ଦେଶର ଶୂଦ୍ର ସଙ୍ଗୀତ, କାବ୍ୟ, କଳା, ଶିଳ୍ପରେ କୁଶଳ ତଥା ପ୍ରିୟ ବଚନକାରୀ ଥିଲେ। ଧାର୍ମିକ ଏବଂ ସ୍ନାନ ଦାନ ଆଦି କର୍ମରେ ତତ୍ପର ରହୁଥିଲେ। ସେ ନିଜର ମନ, ବାଣୀ, କ୍ରିୟା ତଥା ଧନ ଦ୍ୱାରା ଦ୍ୱିଜମାନଙ୍କର ସେବା କରୁଥିଲେ। ବର୍ଣ୍ଣସଙ୍କର ଜାତିମାନଙ୍କ ପାଇଁ ମଧ୍ୟ ନିଜ ନିଜ ଧର୍ମରେ ସ୍ଥିତ ଥିଲେ। ଋତୁମାନେ ମଧ୍ୟ ବିପରୀତ ଭାବ ଧାରଣ କରୁନଥିଲେ। ମେଘ ଅସମୟରେ ବର୍ଷୁ ନଥିଲା। କ୍ଷେତର ହାନି କେବେ ମଧ୍ୟ ଘଟୁନଥିଲା। ପବନର ଗତି ମଧ୍ୟ କଷ୍ଟ ନଥିଲା। ପ୍ରଜାମାନଙ୍କୁ ଭୋକିଲା ରହିବାକୁ ପଡ଼ୁନଥିଲା। ଅକାଳ ମହାମାରୀର ପ୍ରକୋପ ମଧ୍ୟ ନଥିଲା। ରାଜ୍ୟର ନାଶ କେବେ ମଧ୍ୟ ହେଉନଥିଲା। ପୃଥିବୀ ଉପରେ ହେଉଥିବା କୌଣସି ମଧ୍ୟ ବସ୍ତୁ ଅଲଭ୍ୟ ନଥିଲା। ଏହି ଉତ୍କଳ ଦେଶ ସବୁଠାରୁ ଶ୍ରେଷ୍ଠ ଥିଲା। ଦକ୍ଷିଣ ସମୁଦ୍ରରେ ମିଳିତ ହେଉଥିବା ଋଷିକୁଲ୍ୟା ନଦୀ ପର୍ଯ୍ୟନ୍ତ ପ୍ରବେଶ କରି ସୁବର୍ଣ୍ଣରେଖା ବା ସ୍ୱର୍ଣ୍ଣରେଖା ମହାନଦୀର ମଧ୍ୟରେ ଯେଉଁ ଦେଶ ପ୍ରତିଷ୍ଠିତ ଥିଲା ତାହା ହେଉଛି ଉତ୍କଳ। ଏହି ପବିତ୍ର ପ୍ରାନ୍ତରେ ବହୁ ପବିତ୍ର କ୍ଷେତ୍ର ହିଁ ମଧ୍ୟ ଥିଲା। ସତ୍ୟଯୁଗରେ ଇନ୍ଦ୍ରଦ୍ୟୁମ୍ନ ନାମରେ ଜଣେ ପ୍ରସିଦ୍ଧ ଏକ ଶ୍ରେଷ୍ଠ ରାଜା ଥିଲେ। ତାଙ୍କର ଜନ୍ମ ସୂର୍ଯ୍ୟବଂଶରେ ହୋଇଥିଲା। ସେ ବ୍ରହ୍ମାଙ୍କର ପଞ୍ଚମ ପିଢ଼ିର ନିଚରେ ଥିଲେ।
ରାଜା ଇନ୍ଦ୍ରଦ୍ୟୁମ୍ନ ସତ୍ୟବାଦୀ, ସଦାଚାରୀ, ଶୁଦ୍ଧ, ସାତ୍ତ୍ୱିକ ପୁରୁଷରେ ଅଗ୍ରଗଣ୍ୟ ଥିଲେ। ପ୍ରଜାଙ୍କୁ ନିଜର ସନ୍ତାନବତ୍ ସର୍ବଦା ନ୍ୟାୟପୂର୍ବକ ପାଳନ କରୁଥିଲେ। ସେ ଆଧ୍ୟାତ୍ମିକ ଜ୍ଞାନରେ କୁଶଳ, ଶୂର, ବୀର, ସମର ବିଜୟୀ, ସର୍ବଦା ଉଦ୍ୟମଶୀଳ, ବ୍ରାହ୍ମଣ ପୂଜକ ଏବଂ ପିତୃଭକ୍ତ ମଧ୍ୟ ଥିଲେ। 18 ବିଦ୍ୟାରେ ଦ୍ୱିତୀୟ ବୃହସ୍ପତି ସମାନ ପ୍ରବୀଣ ମଧ୍ୟ ଥିଲେ। ଐଶ୍ୱର୍ଯ୍ୟରେ ଦେବରାଜ ଇନ୍ଦ୍ର, କୋଷ ସଂଗ୍ରହରେ କୁବେର ସମାନ ଥିଲେ। ରୂପବାନ, ସୌଭାଗ୍ୟଶାଳୀ, ଶୀଳବାନ, ଦାନୀ, ଭୋଗୀ, ପ୍ରିୟ ବକ୍ତା, ସମସ୍ତ ଯଜ୍ଞର ଯୋଜନକାରୀ, ସତ୍ୟ ପ୍ରତିଜ୍ଞ ମଧ୍ୟ ଥିଲେ। ତାଙ୍କର ଅଟଳ ବିଷ୍ଣୁ ଭକ୍ତି ରହିଥିଲା। ସେ ସତ୍ୟ ଭାଷଣର ଗୁଣ ଥିଲେ। କ୍ରୋଧ ଓ ଇନ୍ଦ୍ରିୟ ବିଜୟୀ ଥିଲେ। ଶ୍ରେଷ୍ଠ ରାଜସୂୟ ଯଜ୍ଞ, ସହସ୍ର ଅଶ୍ୱମେଧ ଯଜ୍ଞର ଅନୁଷ୍ଠାନକାରୀ ଅଟନ୍ତି। ସଂସାର ବନ୍ଧନରୁ ମୁକ୍ତ ହୋଇ ସର୍ବଦା ଧର୍ମାଚରଣରେ ଲାଗି ରହୁଥିଲେ। ସର୍ବଗୁଣ ସମ୍ପନ୍ନ ରାଜା ଇନ୍ଦ୍ରଦ୍ୟୁମ୍ନ ସମୁଚ୍ଚୀ ପୃଥିବୀକୁ ପାଳନ କରି ମାଳବ ଦେଶରେ ବିଖ୍ୟାତ ସମସ୍ତ ରତ୍ନରେ ସମ୍ପନ୍ନ ଦ୍ୱିତୀୟ ଅମରାବତୀ ସମାନ ସୁଶୋଭିତ ଅବନ୍ତୀ ନଗରରେ ନିବାସ କରୁଥିଲେ। ସେଠାରେ ରହି ରାଜା ଭଗବାନ ବିଷ୍ଣୁଙ୍କର ମନରେ, ବାଣୀରେ, କ୍ରିୟାରେ ପରମ ଅଦ୍ଭୁତ ଉତ୍ତମ ଭକ୍ତି ବର୍ଦ୍ଧନ କରୁଥିଲେ। ଦିନେ ଭଗବାନ ଲକ୍ଷ୍ମୀପତିଙ୍କର ପୂଜା ସମୟରେ ଦେବପୂଜା ଗୃହରେ ବସି ରାଜା ନିଜର ପୁରୋହିତଙ୍କୁ ଆଦରପୂର୍ବକ କହିଲେ, ଆପଣ ଏପରି ଉତ୍ତମ କ୍ଷେତ୍ରର ପତା ଲଗାନ୍ତୁ ଯେଉଁଠାରେ ଆମେ ଏହି ନେତ୍ରରେ ସାକ୍ଷାତ ଭଗବାନ ଜଗନ୍ନାଥଙ୍କର ଦର୍ଶନ କରିବା। ବୈଷ୍ଣବ ରାଜାଙ୍କର ଏପରି କଥାରେ ପୁରୋହିତ ତୀର୍ଥ ଯାତ୍ରୀମାନଙ୍କର ଏକ ରୁଣ୍ଡକୁ ଦେଖି ସେମାନଙ୍କୁ ପ୍ରେମପୂର୍ବକ ପଚାରିଲେ, ତୀର୍ଥରେ ବିଚରଣ କରୁଥିବା ତଥା ତୀର୍ଥର ଜ୍ଞାନ ରଖୁଥିବା ଧର୍ମାତ୍ମା ପୁରୁଷ ଆମ୍ଭର ମହାରାଜ ଇନ୍ଦ୍ରଦ୍ୟୁମ୍ନ ତ ଆଜ୍ଞା ଦେଇଛନ୍ତି ଯେ ତୁମେ ଏପରି ଏକ ରାଜା ଜାଣିଛନ୍ତି ଯାହାକି ଉତ୍ତମ ତୀର୍ଥ ହୋଇଥିବ। ତାଙ୍କର ଅଭିପ୍ରାୟକୁ ଶୁଣି ଯାତ୍ରୀମାନଙ୍କ ମଧ୍ୟରେ ଏକ ବ୍ୟକ୍ତି ଯିଏକି ବହୁତ ତୀର୍ଥ ଭ୍ରମଣ କରିଥିଲେ, ବଡ଼ ବକ୍ତା ମଧ୍ୟ ଥିଲେ, ରାଜାଙ୍କ ନିକଟକୁ ଆସିଲେ। ହାତ ଯୋଡ଼ିକି କହିଲେ, ହେ ରାଜନ୍, ମୁଁ ଅନେକ ତୀର୍ଥ ଭ୍ରମଣ କରିଛି। ଭାରତବର୍ଷରେ ଓଡ୍ର ନାମରେ ଏକ ପବିତ୍ର ଦେଶ ରହିଛି। ଏହି ଦେଶର ଦକ୍ଷିଣ ସମୁଦ୍ର ତଟରେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର, ଯେଉଁଠାରେ ନୀଳାଚଳ ନାମକ ଏକ ପର୍ବତ ରହିଛି। ବନରେ ଆବୃତ ଏହି ଦେଶର ମଧ୍ୟରେ କଳ୍ପବୃକ୍ଷ, ଯାହାର ପଶ୍ଚିମ ଭାଗରେ ରୋହିଣୀ କୁଣ୍ଡ ରହିଛନ୍ତି। ଏହା ଭଗବାନଙ୍କର କରୁଣାର ରୂପ ଜଳରେ ପରିପୂର୍ଣ୍ଣ ଅଟେ। ସ୍ପର୍ଶ ମାତ୍ରେ ହିଁ ମୋକ୍ଷ ପ୍ରାପ୍ତ ହୋଇଥାଏ। ଏହାର ପୂର୍ବ ତଟରେ ଇନ୍ଦ୍ର ନୀଳମଣି ସମାନ ଭଗବାନ ବାସୁଦେବଙ୍କର ପ୍ରତିମା, ଯେ ସାକ୍ଷାତ ମୋକ୍ଷ ପ୍ରଦାୟକ ଅଟନ୍ତି। ସେହି କୁଣ୍ଡରେ ସ୍ନାନ କରି ଯେ ପୁରୁଷୋତ୍ତମଙ୍କୁ ଦର୍ଶନ କରେ ସେ ଅବଶ୍ୟ ମୋକ୍ଷ ମଧ୍ୟ ପ୍ରାପ୍ତ କରେ। ଶବର ଦୀପକ ନାମକ ଏକ ଶ୍ରେଷ୍ଠ ଆଶ୍ରମ ରହିଛି, ଯାହାକି ଭଗବତ ବିଗ୍ରହର ପଶ୍ଚିମ ଦିଗରେ ରହିଛନ୍ତି। ଏହି ଆଶ୍ରମରେ ଏକ ପଗଡଣ୍ଡୀର ରାସ୍ତା ଅଛି, ଯେଉଁଠିକି ଭଗବାନ ବିଷ୍ଣୁଙ୍କର ସ୍ଥାନ। ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥିବା ସାକ୍ଷାତ ଜଗନ୍ନାଥ ବିଦ୍ୟମାନ। ସେ କରୁଣାର ସମୁଦ୍ର ଅଟନ୍ତି। ଦର୍ଶନ ମାତ୍ରେ ହିଁ ସମସ୍ତ ଜୀବକୁ ମୁକ୍ତି ପ୍ରଦାନ କରିପାରନ୍ତି। ହେ ରାଜା, ଦେବାଧିଦେବ ଜଗନ୍ନାଥଙ୍କର ପ୍ରସନ୍ନତା ପାଇଁ ମୁଁ 1 ବର୍ଷ ପର୍ଯ୍ୟନ୍ତ ପୁରୁଷୋତ୍ତମ କ୍ଷେତ୍ରରେ ନିବାସ କରିବି। ମୁଁ ମହାମୂର୍ଖ ଥିଲି, କିନ୍ତୁ ତାଙ୍କ କୃପାରେ ଏହି ସମୟରେ 18 ବିଦ୍ୟାରେ ପ୍ରବଣ ହୋଇଗଲି। ମୋର ବୁଦ୍ଧି ମଧ୍ୟ ନିର୍ମଳ ହୋଇଗଲା, ଯେଉଁଥିରେ କି ଭଗବାନ ବିଷ୍ଣୁଙ୍କର ସେବା ବ୍ୟତୀତ ମୋତେ ଅନ୍ୟ କିଛି ଦେଖାଗଲା ନାହିଁ। ତୁମେ ସଦୈବ ଦୃଢ଼ତାପୂର୍ବକ ଉତ୍ତମ ବ୍ରତ ପାଳନ କରୁଥିବା ବିଷ୍ଣୁ ଭକ୍ତ ହୋଇଯାଅ ଏବଂ ତୁମ ନିକଟକୁ ମୁଁ ସେହି ବିଷ୍ଣୁ ଭକ୍ତ ସ୍ୱରୂପ ହୋଇ ଆସିଛି। ମୁଁ ତୁମଠାରେ ଏହି ସମୟରେ ଧନ ଓ ଭୂମି କିଛି ମୁଁ ମାଗୁନାହିଁ, କେବଳ ଏତିକି ମାତ୍ର କହୁଛି, ମୋର କଥାକୁ ମିଥ୍ୟା ମନେ ନ କରି ଏଠାରେ ବାସ କରୁଥିବା ବାସୁଦେବଙ୍କୁ ଭଜନ କର, ପୁରୁଷୋତ୍ତମ କ୍ଷେତ୍ରରେ ନିବାସ କର। ଏହା କହି ଜଟାଧାରୀ ଯାତ୍ରୀ ସମସ୍ତଙ୍କୁ ଦେଖାଇ ଦେଇ କୁଆଡ଼େ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ।
ଏଥିରେ ରାଜାଙ୍କୁ ବଡ଼ ବିସ୍ମୟ ଲାଗିଲା। ସେ ଆଶ୍ଚର୍ଯ୍ୟଚକିତ ହୋଇଗଲେ, ସେ ବ୍ୟାକୁଳିତ ହୋଇଗଲେ। ପୁରୋହିତଙ୍କୁ କହିଲେ, ଏହି ଅଲୌକିକ ବୃତ୍ତାନ୍ତ ଅଲୌକିକ ପୁରୁଷଠାରୁ ଶୁଣିବାକୁ ମିଳିଲା। ଏବେ ମୋର ବୁଦ୍ଧି ଯେଉଁଠାରେ ଭଗବାନ ଗଦାଧର ବିରାଜିତ, ସେଠାକୁ ଯିବା ପାଇଁ ମୋର ମନ ବ୍ୟଗ୍ର ହେଉଛି। ହେ ଦ୍ୱିଜଶ୍ରେଷ୍ଠ, ଧର୍ମ ଅର୍ଥ କାମ ମୋକ୍ଷ ଅନୁକୂଳ ହୋଇ ସର୍ବଦା ଆପଣଙ୍କର ଅଧୀନରେ ରହିବି। ଆପଣଙ୍କ ପ୍ରସାଦରେ ମୁଁ ତ୍ରିବର୍ଗର ସାଧନ କରିବି। ଯଦି ଆପଣ ଏହି ଭଗବତ ଦର୍ଶନ କାର୍ଯ୍ୟରେ ମଧ୍ୟ ମୋର ସହିତ ଚାଲିବେ, ତେବେ ମୁଁ ଆପଣଙ୍କର ସୂତ୍ର ଯୋଗରେ ଚାରି ପୁରୁଷାର୍ଥକୁ ପ୍ରାପ୍ତ କରିପାରିବି। ପୁରୋହିତ କହିଲେ, ହେ ରାଜା, ମୁଁ ଏପରି ପ୍ରଯତ୍ନ କରିବି ଯେଉଁଥିରେ କି ଆମ୍ଭେମାନେ ସହାୟକ ସହିତ ପୁରୁଷୋତ୍ତମ କ୍ଷେତ୍ରକୁ ଯାଇ ବାସ କରିବା। ଜନ୍ମର ସଫଳତା ଏଥିରେ ବଢ଼ିବ। ସାକ୍ଷାତ ଭଗବାନ ଲକ୍ଷ୍ମୀପତିଙ୍କର ଦର୍ଶନ କରିବା। ଏହି ସମୟରେ ମୋର ଛୋଟ ଭାଇ ବିଦ୍ୟାପତି ସବୁ ଦେଶରେ ଭ୍ରମଣ କରି ଦୂତ ସହିତ ସେଠାକୁ ଯିବ। ଜଗନ୍ନାଥଙ୍କର ଦର୍ଶନ କରିବ। ସେହି ପର୍ବତ ଉପରେ ସୈନିକମାନେ ରହୁଥିବା ସ୍ଥାନର ନିର୍ଦ୍ଦିଷ୍ଟତା କରି ଶୀଘ୍ର ସମାଚାର ନେଇ ଫେରିଆସିବ। ଏଥିରେ ଆମ୍ଭ ସମସ୍ତଙ୍କର ଅବଶ୍ୟ କଲ୍ୟାଣ ହୋଇପାରିବ। ପୁରୋହିତଙ୍କର ଏହି କଥାକୁ ଶ୍ରବଣ କରି ରାଜା ଇନ୍ଦ୍ରଦ୍ୟୁମ୍ନ କହିଲେ, ହେ ବ୍ରହ୍ମନ୍, ଭଲ ହେଲା। ଏବେ ମୁଁ ଭଗବାନ ବିଷ୍ଣୁଙ୍କର ସମୀପ ସେହି କ୍ଷେତ୍ରରେ ପ୍ରବେଶ କରିବି ଏବଂ ସେହିଠାରେ ମଧ୍ୟ ରହିବି। ଏପରି କହି ରାଜା ପ୍ରସନ୍ନତାପୂର୍ବକ ଅନ୍ତଃପୁରରେ ପ୍ରବେଶ କଲେ। ପୁରୋହିତ ଏହିସବୁ ଯାତ୍ରୀମାନଙ୍କୁ ଯଥାଯୋଗ୍ୟ ସମ୍ମାନ ଦେଲେ। ନିଜ ନିଜ ଆଶ୍ରମକୁ ମଧ୍ୟ ଚାଲିଗଲେ। ପୁନଃ ନିଜର ଭାଇଙ୍କୁ ବ୍ରାହ୍ମଣମାନଙ୍କ ଦ୍ୱାରା ସ୍ୱସ୍ତିବାଚନ କରି ଶୁଭ ମୁହୂର୍ତ୍ତରେ ପଠେଇବି। ବିଦ୍ୟାପତି ସମସ୍ତ ବିଶ୍ୱସନୀୟ ପୁରୁଷଙ୍କ ସହିତ ପୁଷ୍ପଶୋଭିତ ରଥ ଉପରେ ଆରୂଢ଼ ହୋଇ ସେଠାରେ ପ୍ରବେଶ ହେଲେ। ଏପରି ରଥରେ ବସି ସେ ବିଚାର କରିବାକୁ ଲାଗିଲେ, ଓହୋ, ମୋର ଜନ୍ମ ସଥରେ ସଫଳ ହୋଇଗଲା। ମୋର ରାତ୍ରି ମଙ୍ଗଳମୟ ପ୍ରଭାତର ଦର୍ଶନକାରୀ ହୋଇଯିବ। କାରଣ ମୁଁ ଭଗବାନଙ୍କର ସେହି ମୁଖାରବିନ୍ଦକୁ ଦର୍ଶନ କରିବି, ଯାହାକି ସମସ୍ତ ପାପର ଦୂର କରିପାରିବ। ସେ ଆନନ୍ଦରେ ବିଭୋର ହୋଇଗଲେ। ଶ୍ରବଣ ମନନ ଆଦି ସାଧନରେ ନିରନ୍ତର ପ୍ରଯତ୍ନ କରୁଥିବା ସାଧକ ନିଜର ହୃଦୟ କମଳରେ ବିରାଜିତ ଚକ୍ରପାଣିକୁ ଆଜି ଦର୍ଶନ କଲି। ଯାହାଙ୍କର ନାମ ସ୍ମରଣ କରିଲେ ତ୍ରିବିଧ ତାପ ପାପ ଦୂରେଇଯାଏ, ସେହି ନୀଳଗିରିବାସୀଙ୍କୁ ମୁଁ ଆଜି ପ୍ରତ୍ୟକ୍ଷରେ ଦର୍ଶନ କରି କୃତାର୍ଥ ହେଲି। ଯାହାଙ୍କର ରୋମ ରୋମରେ ଅସଂଖ୍ୟ ବ୍ରହ୍ମାଣ୍ଡର ମାଳା, ସହସ୍ର ମସ୍ତକ, ଚରଣ, ନେତ୍ର, ଯାହାଙ୍କର ନିଶ୍ୱାସର ବାୟୁରେ ସମ୍ପୂର୍ଣ୍ଣ ବେଦର ରାଶି ପ୍ରକଟିତ ହୋଇଛି, ଯିଏ ସବୁ ପ୍ରପଞ୍ଚର ସ୍ୱାମୀ, ପୁରାଣ ପୁରୁଷ ବିଷ୍ଣୁଙ୍କର ମୁଁ ଶରଣ ନେଉଛି। ଚର୍ମ ଚକ୍ଷୁରେ ପ୍ରଭୁଙ୍କର ଦର୍ଶନ ଲାଭ କରି ଧନ୍ୟ ହୋଇଯାଇଛି। ଏପରି ବିଚାର କରି ପ୍ରସନ୍ନଚିତ ବ୍ରାହ୍ମଣକୁ ରଥର ବେଗରେ ଲଙ୍ଘନ କରୁଥିବା ବିଶାଳ ମାର୍ଗର କିଛି ମଧ୍ୟ ଜଣାପଡ଼ିଲାନି। ମାର୍ଗରେ ଅନେକ ବନ ପର୍ବତ ଦୁର୍ଗମ ସ୍ଥାନକୁ ଦେଖି ସୂର୍ଯ୍ୟାସ୍ତ ସମୟ ମହାନଦୀର ତଟ ଉପରେ ଯାଇ ପହଞ୍ଚିଗଲେ। ସେ ରଥରୁ ଓହ୍ଲାଇଲେ, ବିଧିପୂର୍ବକ ନିତ୍ୟ କର୍ମ କଲେ। ସାୟଂ ସନ୍ଧ୍ୟା କରି ଭଗବାନ ମଧୁସୂଦନଙ୍କର ଧ୍ୟାନ କଲେ। ତତ୍ପରେ ରଥ ଉପରେ ସେ ହିଁ ରାତ୍ରି କଟେଇ ଦେଲେ। ସକାଳ ପ୍ରହରରୁ ଶୀଘ୍ର ମହାନଦୀକୁ ପାର ହୋଇଗଲେ। ପୁନଃ ପ୍ରାତଃକାଳୀନ କୃତ୍ୟ ସମାପ୍ତ କରି ରଥାରୂଢ଼ ହୋଇ ଗୋବିନ୍ଦଙ୍କୁ ଚିନ୍ତନ କରି ଆଗକୁ ପ୍ରସ୍ଥାନ କଲେ। ଭଗବାନଙ୍କର ମାର୍ଗକୁ ଦେଖି ଏକାମ୍ର ବନରେ ପ୍ରବେଶ କଲେ। ଏହାପରେ କ'ଣ କଲେ ନା କଳ୍ପବଟରେ ବିଭୂଷିତ ଗଗନଚୁମ୍ବୀ ନୀଳାଚଳର ଶିଖରକୁ ଦେଖିଲେ, ଯାହାକି ଦର୍ଶକମାନଙ୍କର ପାପକୁ ନାଶ କରିଥିଲା। ସାକ୍ଷାତ ଶରୀରଧାରୀ ବିଷ୍ଣୁଙ୍କର ଏହି ଅଦ୍ଭୁତ ନିବାସ ସ୍ଥାନକୁ ଖୋଜୁଥିବା ବିଦ୍ୟାପତି ନୀଳାଚଳର ଉପତ୍ୟକାରେ ପ୍ରବେଶ କଲେ। ଏବେ ମୁଁ ଭଗବାନଙ୍କର ଦର୍ଶନ ପାଇଁ ଉତ୍କଣ୍ଠିତ ହୋଇଗଲି, କିନ୍ତୁ ଆଗକୁ ଯିବାର ମାର୍ଗ ଦେଖାଗଲା ନାହିଁ।
ତତ୍ପରେ ଭୂମି ଉପରେ କୁଶ ବିଛେଇ ମୌନ ଭାବରେ ଲେପ୍ଟିଗଲେ। ଭଗବତ ଦର୍ଶନର ସିଦ୍ଧି ପାଇଁ ଭଗବାନଙ୍କର ଶରଣାଗତ ହୋଇଗଲେ। ତତ୍ପରେ ପର୍ବତରେ ପଶ୍ଚିମ ଭାଗରେ ଭଗବତ ଭକ୍ତଙ୍କର ବିଷୟରେ କଥାବାର୍ତ୍ତା କରୁଥିବା ଲୋକମାନଙ୍କର ଅଲୌକିକ ବାଣୀ ଶୁଣାଇ ଦିଆଯାଉଥିଲା। ତତ୍ପରେ ସେ ପ୍ରସନ୍ନ ହୋଇ ସେ ଶବ୍ଦକୁ ଅନୁସରଣ କରୁଥିବା ମାର୍ଗକୁ ଚାଲିଗଲେ। କେତେ ଦୂର ପରେ ବିଖ୍ୟାତ ଶବର ଦୀପକ ନାମକ ଆଶ୍ରମଟିଏ ପଡ଼ିଲା। ସେଠାରେ ଭଗବତ ଭକ୍ତଙ୍କର ଦର୍ଶନ ମଧ୍ୟ ମିଳିଲା। ସେମାନଙ୍କୁ ସେ ପ୍ରଣାମ କଲେ, ହାତ ଯୋଡ଼ି ଠିଆ ହେଲେ। ତତ୍ପରେ ବିଶ୍ୱାବସୁ ନାମକ ଶବର ଭଗବାନ ବିଷ୍ଣୁଙ୍କର ପୂଜା ସମାପ୍ତ କରି ପୂଜାର ପ୍ରସାଦରେ ସୁଶୋଭିତ ହୋଇଥିବା ପର୍ବତର ମଧ୍ୟକୁ ଆସିଲେ। ଏହା ଦେଖି ବ୍ରାହ୍ମଣକୁ ବଡ଼ ହର୍ଷ ଲାଗିଲା। ସେ ଚିନ୍ତା କରିବାକୁ ଲାଗିଲେ, ଏ ଶ୍ରେଷ୍ଠ ବୈଷ୍ଣବ, ଏହାଠାରୁ ମୋତେ ଭଗବାନ ବିଷ୍ଣୁଙ୍କର ସମ୍ବନ୍ଧରେ ଦୁର୍ଲଭ ସମାଚାର ପ୍ରାପ୍ତ ହେବ। ଏହି ବିଚାରରେ ପଡ଼ି ବ୍ରାହ୍ମଣକୁ ଶବର କହିଲେ, ହେ ବ୍ରାହ୍ମଣ, ଆପଣ କେଉଁଠାରୁ ଏଇ ବନରେ ଆସି ପ୍ରବେଶ କଲେ? ଏଇ ବନର ମାର୍ଗ ତ ବଡ଼ ଦୁସ୍ତର। ଆପଣ ଭୋକ ଶୋଷରେ ବହୁତ ଥକି ପଡ଼ିଥିବେ। ଏଠାରେ ସୁଖପୂର୍ବକ ବସନ୍ତୁ, ଦୀର୍ଘକାଳ ପର୍ଯ୍ୟନ୍ତ ବିଶ୍ରାମ କରନ୍ତୁ। ଏପରି କହି ବିଶ୍ୱାବସୁ ବ୍ରାହ୍ମଣଙ୍କ ପାଇଁ ପାଦ୍ୟ, ଆସନ, ଅର୍ଘ୍ୟ ପ୍ରଦାନ କଲେ। ବିନୟଯୁକ୍ତ ବାଣୀରେ ପଚାରିଲେ, ହେ ବିପ୍ରବର, ଆପଣ ଫଳାହାର କରିବେ ନା ରୋଷେଇ ପ୍ରସ୍ତୁତ କରିବେ? ଯେପରି ଆପଣଙ୍କର ରୁଚି ସେପରି ମୁଁ ଆପଣଙ୍କ ପାଇଁ ପ୍ରସ୍ତୁତ କରିବି। ହେ ଭଗବାନ, ଆଜି ମୋର ଅହୋଭାଗ୍ୟ, ଏଇ ଜୀବନ ସଫଳ ହୋଇଗଲା। କାରଣ ଆପଣ ସାକ୍ଷାତ ଦ୍ୱିତୀୟ ବିଷ୍ଣୁଙ୍କ ଭଳି ମୋର ଘରକୁ ଆଗତ କରିଛନ୍ତି। ଶବର ଏପରି ପଚାରିବା ପରେ ବିଦ୍ୟାପତି ବ୍ରାହ୍ମଣ କହିଲେ, ବୈଷ୍ଣବ ଶ୍ରେଷ୍ଠ, ଫଳ ଅଥବା ରୋଷେଇ ପ୍ରସ୍ତୁତିର ଆବଶ୍ୟକତା ମୋର ନାହିଁ। ମୁଁ ବହୁ ଦୂରରୁ ଯେଉଁ ଉଦ୍ଦେଶ୍ୟ ନେଇ ଏଠାକୁ ଆସିଛି ତାର ସଫଳ କରନ୍ତୁ। ମୁଁ ଅବନ୍ତିପୁରୀର ନିବାସୀ, ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କର ପୁରୋହିତ, ଭଗବାନ ବିଷ୍ଣୁଙ୍କର ଦର୍ଶନ ଇଚ୍ଛାରେ ଏଠାକୁ ଆସିଛି। ରାଜା ମୋତେ ଏଠାକୁ ପଠାଇଛନ୍ତି କେବଳ ନୀଳମାଧବ ଶ୍ରୀହରିଙ୍କର ଦର୍ଶନ କରିବା ପାଇଁ। ଦର୍ଶନ ନ କରି ଯେ ପର୍ଯ୍ୟନ୍ତ ରାଜାଙ୍କ ପାଖରେ ଏ ସମାଚାର ନ ପହଞ୍ଚାଇଛି ସେ ପର୍ଯ୍ୟନ୍ତ ମୋତେ ନିରାହାର ରହିବାକୁ ପଡ଼ିବ। ଏଣୁ ଆପଣ ମୋତେ ଭଗବାନ ବିଷ୍ଣୁଙ୍କର ଦର୍ଶନ କରାଇ ଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।